ମୟୂରଭଞ୍ଜ ଜଶୀପୁର ଇଟାମୁଣ୍ଡି ଛକ ନିକଟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସମ୍ମିଳନୀରେ ମହାବିଦ୍ୟାଳୟ ସ୍ତରର ଶିକ୍ଷିତ ନବ ମତଦାତା ଯୁବ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବା ଅନ୍ୟ ସାଧାରଣ ଯୁବ ନବ ମତଦାତାମାନେ ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସିଧାସଳଖ ଯୋଡ଼ି ହେବା ପାଇଁ ନୂଆଦିଲ୍ଲୀରୁ ସିଧାସଳଖ ଟେଲିଭିଜନ ଯୋଗେ ପ୍ରସାରଣ ଚାଲିଥିବା ଜଶୀପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ ଏବଂ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ ନବ ମତଦାତାମାନଙ୍କୁ ସ୍ୱାଗତ କରିବା ସହ ଭୋଟ ଦେବାକୁ ଉତ୍ସାହିତ କରିଥିଲେ। ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଉପସଭାପତି ବିପିନ ମହାନ୍ତ ସମ୍ମିଳନୀ ସଭା ପରିଚାଳନା କରିଥିଲେ। ଜଶୀପୁର ବିଜେପି ଯୁବମୋର୍ଚ୍ଚା ଉକ୍ତ ସମ୍ମିଳନୀକୁ ଆୟୋଜିତ କରିଥିବା ବେଳେ ଜାନୁଆରୀ 25 ରାଷ୍ଟ୍ରୀୟ ମତଦାତା ଦିବସରେ ବିଜେପିର ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀଗଣ ଉପସ୍ଥିତ ରହିଥିଲେ। ସେହି ସମ୍ମିଳନୀରେ କେତେକ ନୂତନ ବିଜେପି ଯୁବକର୍ମୀଙ୍କୁ ସ୍ୱାଗତ କରାଯାଇଥିଲା। ମୟୂରଭଞ୍ଜରୁ ଦିଲ୍ଲୀପ କୁମାର ସାହୁଙ୍କ ରିପୋର୍ଟ, କଳିଙ୍ଗ ଟିଭି 24।